ବାସ୍ନାରେ ଘର ମହକି ଯିବ। ନ ଖାଉଥିବା ଲୋକ ଖାଇବ ଆଉ ଏମିତି ଟେଷ୍ଟ ଲାଗିବ, ମସଲା କଷୁ କଷୁ ମସଲା ଚାଟିବାକୁ ଇଚ୍ଛା ହବ। ତ ହାଇ ଫ୍ରେଣ୍ଡ, ୱେଲକମ ବ୍ୟାକ୍ ସିକ୍ରେଟ ଫୁଡି ଚ୍ୟାନେଲରେ। କେମିତି ଅଛନ୍ତି ଆପଣ? ଆଶା କରୁଛି ଆପଣ ବହୁତ ଭଲରେ ଥିବେ। ତ ଆଜି ଆପଣଙ୍କ ପାଇଁ ଏମିତି ଗୋଟେ ମଟନ ରେସିପି ଆଣିକି ଆସିଛି, ଯୋଉମାନେ ନ ଖାଉଥିବା ଲୋକ ଖାଇବେ। ବାସ୍ନା ଏମିତି ହବ ଯେ ଦି ବେଲା ଭାତ କଣ, ପାଞ୍ଚ ବେଲା ଭାତ ବି ଭିଡିବ। ଦିଟା ରୁଟି ବଦଳରେ 6ଟା ରୁଟି ଖାଇବେ, ଆଉ ଏତେ ଟେଷ୍ଟ ଲାଗିବ, ମାଗି ମାଗିକା ଖାଇବେ। ଦେଖିପାରୁଥିବେ ଫ୍ରେଣ୍ଡ, ବହୁତ ହି ମଜାଦାର ଆମର ମଟନ। ଏତେ ବାସ୍ନା, ଭୋଜିଠୁ ଆରମ୍ଭ କରି ରେଷ୍ଟୁରାଣ୍ଟ ହୋଟେଲରେ ବି ଏମିତିଆ ବାସ୍ନା ବାଲା ମଟନ ମିଳିନଥାଏ। କିଛି କିଛିଟା ସିକ୍ରେଟ ଟିପ୍ସ ଟ୍ରିକ୍ ସହିତ ଆପଣଙ୍କୁ ଆଜି ସିକ୍ରେଟ ଫୁଡ କହିଦବ ଯେ କେମିତି କରିଲେ ମଟନର ବାସ୍ନା 2 ଗୁଣ ହେଇଯିବ, ମଟନର ସ୍ୱାଦ ଏତେ ଟେଷ୍ଟ ଲାଗିବ ଯେ ନ ଖାଉଥିବା ଲୋକ ଖାଇବେ, ହାଣ୍ଡିରୁ ମଟନ ସରିବ। ଚାଲନ୍ତୁ ଫ୍ରେଣ୍ଡ, ଡେରି ନ କରି ଦେଖିଦବା ଆମର ଏଇ ମଟନ ରେସିପିଟି। ତ ପ୍ରଥମେ ଦେଖିପାରୁଥିବେ ଫ୍ରେଣ୍ଡ, ମୁଁ ଏଠି ସୋରିଷ ତେଲ ନେଇଯାଉଛି, ଆଉ ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି 300 ଗ୍ରାମର ମଟନ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ଏ ମଟନ ଟିକେ ଚର୍ବି ଅଛି। କାହିଁକି ନା ଫ୍ରେଣ୍ଡ, ଯଦି ମଟନରେ ଚର୍ବି ନଥିବ ତ ଖଳଖାଳିଆଟା ଲାଗିବ ତରକାରୀ, ଆଉ ଖାଇବାକୁ ମଧ୍ୟ ଭଲ ଲାଗିବନି। ତ ଯେତେବେଳେ ମଟନ ଆଣୁଛନ୍ତି ସେତେବେଳେ ଚର୍ବି ମଧ୍ୟ ଆଣିଥାନ୍ତୁ, ତାକି ନା ବହୁତ ହି ବଢିଆ ଭାବରେ ଟେଷ୍ଟ ଲାଗିଥିବ। ତ ଏଇଟା ହଉଛି ଫ୍ରେଣ୍ଡ କିଛି କିଛି ସିକ୍ରେଟ ଜିନିଷ, ଯୋଉଟା କି ପକେଇଲେ ବହୁତ ହି ବାସ୍ନା ହବ। ତ ସେଇଟା ହଉଛି ଫ୍ରେଣ୍ଡ, ଏଇଠି ମୁଁ ଗରମ ତେଲରେ ପକେଇବି ତେଜପତ୍ର। ଏଇଠି ଫ୍ରେଣ୍ଡ ମୁଁ ନେଇଛି ବଡ ଇଲାଇଚି, ଆଉ ଏଇଠି ନେଇଛି ଟିକେ ଜାଇଫଳ ପୁରା ହାଲକା ଟିକେ ନେଇଛି, ଗୁଜୁରାତି ନେଇଛି, ଏଇଠି ଜାଭିତ୍ରୀ ଫୁଲ ଅଳ୍ପ ଟିକେ ନେଇଛି, ଡାଲଚିନି ନେଇଛି, ଜିରା ନେଇଛି, ଶୁଖିଲା ଲଙ୍କା ନେଇଛି, ଷ୍ଟାର ଫୁଲ ନେଇଛି, ଦିଟା ଆମର ଲବଙ୍ଗ ନେଇଛି। ଫ୍ରେଣ୍ଡ ଏଇ ଯୋଉତକ ଜିନିଷ ମୁଁ ଆପଣଙ୍କୁ ଦେଖେଇଲି, ଯଦି ଫ୍ରେଣ୍ଡ ଏଇ ଜିନିଷରୁ ଆପଣଙ୍କ ପାଖରେ କୌଣସି ଜିନିଷ ନାହିଁ ତ ଆପଣ ଫ୍ରେଣ୍ଡ ସ୍କିପ୍ କରିପାରିବେ। କିନ୍ତୁ ଫ୍ରେଣ୍ଡ ଯଦି ଆପଣ ବାସ୍ନା ଆଣିବାକୁ ଚାହୁଁଛନ୍ତି ତ ନିହାତି ଭାବରେ ଫ୍ରେଣ୍ଡ ଏଇ ଜିନିଷ ଆଡ କରିବେ। ଯଦି ଫ୍ରେଣ୍ଡ ମିଳୁନି ତ ଯେତିକିଟା ଜିନିଷ ମିଳୁଛି ସେତିକିଟା ଜିନିଷ ଆପଣ ଆଡ କରିପାରିବେ। ଆଉ ଗୋଟେ ଫ୍ରେଣ୍ଡ ଆପଣଙ୍କୁ ଜିନିଷ କହିବାକୁ ଚାହିଁବି, ଆପଣ ଯଦି ଚାହୁଁଛନ୍ତି ସବୁତକ ଜିନିଷ ଏକାଠି ଆପଣଙ୍କୁ ମିଳୁନି ତ କଣ କରିଲେ ଏମିତି ଆପଣଙ୍କୁ ସବୁତକ ଜିନିଷ ଏକାଠି ମିଳିବ, ଗୋଟିଏ ଦୋକାନରେ ମିଳିବ, ଯୋଉଟା କି ଫ୍ରେଣ୍ଡ କେହି ବି ଆପଣଙ୍କୁ କହିନଥିବେ। ତା ପାଇଁ ଜାଣିବା ପାଇଁ ଆପଣ ଆଗକୁ ବଢନ୍ତୁ, ତାକି ମୁଁ ସବୁ ଜିନିଷ ଏଇଠି ଆପଣଙ୍କୁ ବତେଇ ରଖିବି। ତ ଏଇଠି ଦେଖନ୍ତୁ ଫ୍ରେଣ୍ଡ, ଆମେ ଏଇଠି ମଟନ ଟିକେ ବହୁତ ବଢିଆ ଭାବରେ ବାସ୍ନା ଆସିବା ପାଇଁ ଯୋଉତକ ସବୁ ଶୁଖିଲା ଖଡା ମସଲା ଆମେ ଏଇଠି ଦେଇଛେ, ତା ଉପରେ ଫ୍ରେଣ୍ଡ ଆମେ ଏଇଠି ଦେଇଦେବା ପିଆଜ। ଫ୍ରେଣ୍ଡ ଏଇଠି ମୁଁ ଗୋଟେ ଛୋଟ ପିଆଜଟେ ନେଇଛି, ଆପଣ ଦେଖିପାରୁଥିବେ ଲମ୍ବା ଲମ୍ବା ପତଲା ପତଲା କରିକି ସ୍ଲାଇସ୍ କରିକି ଏଇପରି ଭାବରେ କାଟି ଦେଇଛି। ଫ୍ରେଣ୍ଡ ବହୁତ ହି ବଢିଆ ସେ ଆମେ ଏଇ ଯୋଉ ପିଆଜଟାକୁ ଟିକେ କଷିଦବା। ଫ୍ରେଣ୍ଡ ଏଇଠି ଧ୍ୟାନ ରଖିବେ, ପିଆଜଟାକୁ ଆଦୌ ଆପଣ ଏଇଠି କଞ୍ଚା ରଖିବେ ନାହିଁ। ପିଆଜଟାକୁ ଏମିତି ରଖିବେ ଯେମିତିରେ କି ଫ୍ରେଣ୍ଡ ଆମର ବହୁତ ହି ବଢିଆ ସେ ପିଆଜଟା ଟିକେ ବ୍ରାଉନ କଲର ହେଇଯିବ। ଆଉ ଫ୍ରେଣ୍ଡ ବ୍ରାଉନ କଲର ହେଲେ ବହୁତ ହି ମଜା ଆସିବ, ଆଉ ଖାଇବାରେ ମଜା ଲାଗିବ। ଫ୍ରେଣ୍ଡ ମୁଁ ଆପଣଙ୍କୁ ଦେଖୁଛି ଠିକ ଏହିପରି ଭାବରେ ଆପଣଙ୍କୁ କଲର ରଖିବାର ଅଛି। ଆଉ ଫ୍ରେଣ୍ଡ ଧ୍ୟାନ ଦେବେ, ପିଆଜକୁ ପୋଡିବେନି, ବସ୍ ଏତିକି କଲର କରିବେ। କରିବା ଦ୍ୱାରା ଫ୍ରେଣ୍ଡ ବହୁତ ହି ବଢିଆ ବାସ୍ନା ଆସିଥାଏ। ଇଏ ଦେଖିପାରିଲେ ନା ଫ୍ରେଣ୍ଡ। ଏବେ ଫ୍ରେଣ୍ଡ ଆମେ ଏଇଠି ଦେଇଦବା ଟମାଟୋ। ହଁ ଫ୍ରେଣ୍ଡ ଠିକ ଦେଖିଛନ୍ତି, ଆମେ ଡାଇରେକ୍ଟ ତେଲରେ ଦେଇଦବା ଟମାଟୋ। ଏଇଠି ଫ୍ରେଣ୍ଡ ଆମେ ଗୋଟିଏ ଟମାଟୋ ନେଇଛି, ଚୁନ ଚୁନ କରିକି ଛୋଟ ଛୋଟ କରିକି କାଟି ନେଇଛେ। ଫ୍ରେଣ୍ଡ ଆପଣ ଆପଣଙ୍କ ମୁତାବିକ ଏଇଠି ଛୋଟ ବଡ କରିପାରିବେ, କି ଆପଣ ଯଦି ଚାହିଁବେ ଫ୍ରେଣ୍ଡ ଆପଣ ୟାକୁ ଗ୍ରାଇଣ୍ଡିଙ୍ଗ କରିକି ମଧ୍ୟ ଦେଇପାରିବେ ଟମାଟୋଟାକୁ। କିନ୍ତୁ ମୁଁ କହୁଛି ଫ୍ରେଣ୍ଡ କଲର ଆସିବା ପାଇଁ ଏହିପରି ଭାବରେ ଛୋଟ ଛୋଟ କରିକି କାଟି ଦିଅନ୍ତୁ। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ଲୁଣ ଫ୍ରେଣ୍ଡ ଏତିକି ନେଇଛି ଯେତିକି ସ୍ୱାଦ ଅନୁସାରେ ମଟନ ଆଉ ଆମର ମସଲା ପାଇଁ ହବ, ସେତିକି ମୁଁ ଏଇଠି ଲୁଣ ନେଇଛି। ଆପଣ ଫ୍ରେଣ୍ଡ ଆପଣଙ୍କ ମୁତାବିକ ଆପଣ ଏଇଠି ଲୁଣ ନେଇପାରିବେ। ଏଇଠି ଫ୍ରେଣ୍ଡ ମୁଁ ହଳଦୀ ଗୁଣ୍ଡ ନେଇଛି, ଟିକେ ବଢିଆ କଲର ଆସିବା ପାଇଁ, ଭଲ ବାସ୍ନା ଆସିବା ପାଇଁ। ଆଉ ଏଇଠି ଫ୍ରେଣ୍ଡ ମୁଁ ରାଗ ଅନୁସାରେ ଲଙ୍କା ଗୁଣ୍ଡ ନେଇଛି। ଯଦି ଛୋଟ ଛୁଆ ମାନେ ଖାଉଛନ୍ତି ତ ଲଙ୍କା ଗୁଣ୍ଡ ଆପଣ ଏଇଠି ଆଭଏଡ କରିପାରିବେ। ଫ୍ରେଣ୍ଡ ସବୁତକ ଆମେ ଏଇଠି ଏଇପରି ଭାବରେ ବହୁତ ବଢିଆ ସେ ଟିକେ ଘାଣ୍ଟି ଦବା, ତାକି ଆମର ବହୁତ ହି ଭଲସେ ଆମର ସବୁତକ ମିଶିଯିବ, ଆଉ ବଢିଆ ଭାବରେ ବାସ୍ନା ଆସିବ, ଆଉ କଲର ମଧ୍ୟ ଭଲସେ ଦେଖାଯିବ। ଫ୍ରେଣ୍ଡ ଏଇଠି ଗୋଟେ ଆପଣଙ୍କୁ ସିକ୍ରେଟ ଜିନିଷରେ କହିବାକୁ ଚାହିଁବି, ତା ପୂର୍ବରୁ ଫ୍ରେଣ୍ଡ ଯଦି ସ୍କିପ୍ କରି କରି ଦେଖୁଛନ୍ତି ସ୍କିପ୍ କରିବା ବନ୍ଦ କରିଦିଅନ୍ତୁ। ଦେଖିପାରୁଥିବେ ଫ୍ରେଣ୍ଡ ମୁଁ ଏଇଠି ନେଇଯାଇଛି 2 ଚାମଚ ଏଇଠି ରସୁଣର ପେଷ୍ଟ, 2 ଚାମଚ ଏଇଠି ଅଦାର ପେଷ୍ଟ। ଫ୍ରେଣ୍ଡ ଆମେ ଏଇଠି ପିଆଜର ବଟା ଦବାନି କି କିଛି ନାହିଁ, ବହୁତ ହି କମ ଟାଇମରେ ଆପଣ ଅଦା ରସୁଣ ପେଷ୍ଟ ଏଇଠି ଦେଇ ଦିଅନ୍ତୁ। ମୁଁ ଏଇଠି 2 ଚାମଚ ନେଇଛି, ଛୋଟ ଚାମଚରେ ନେଇଛି, ଆପଣ ଯୋଉ ଚାମଚରେ ଦେଖୁଛନ୍ତି ସେତିକି। ଆପଣ ଫ୍ରେଣ୍ଡ କ୍ୱାଣ୍ଟିଟି ହିସାବରେ ବଢେଇ ପାରିବେ। ଯଦି ଆପଣଙ୍କର କ୍ୱାଣ୍ଟିଟି ଅଳ୍ପ ଅଛି ତ ଆପଣ ଅଳ୍ପ କରିପାରିବେ, ଯଦି ଫ୍ରେଣ୍ଡ ଆପଣଙ୍କର କ୍ୱାଣ୍ଟିଟି ଅଧିକ ଅଛି ତ ଫ୍ରେଣ୍ଡ ଏଇଠି ଆପଣ ଅଧିକ ରଖିପାରିବେ। ଦେଖିପାରିଲେ ନା ଫ୍ରେଣ୍ଡ ବହୁତ ହି ବଢିଆ ସେ
ଆପଣଙ୍କୁ ଏହିପରି ଭାବରେ ମସଲାଟି କଷେଇ ଦବାକୁ ପଡିବ। ତା ପୂର୍ବରୁ ଫ୍ରେଣ୍ଡ ମୁଁ ଆପଣଙ୍କୁ କହି ରଖୁଛି, ଯଦି ଆପଣ ଚାହୁଁଛନ୍ତି ଶୁଖା ମସଲା ମାନେ ଖଡା ମସଲା ଯୋଉଟା କି ଆମେ ପକେଇଲେ ଯାଭିତ୍ରୀ ଜାଇଫଳ, ଆମର ଶୁଖିଲା ଲଙ୍କା, ଜିରା, ତା ସହିତ ଫ୍ରେଣ୍ଡ ଲବଙ୍ଗ ଯାହାବି ଆମେ ପକେଇଲେ, ଯଦି ଆପଣ ଚାହୁଁଛନ୍ତି କୋଉଠୁ ପାଇବେ ଗୋଟିଏ ଦୋକାନରୁ ଗୋଟିଏ ଜିନିଷରେ, ତ ଫ୍ରେଣ୍ଡ ଏଇଠି ଆଗକୁ ଆମେ ରୁହନ୍ତୁ, ମୁଁ ଆପଣଙ୍କୁ ଗୋଟି ଗୋଟି କରି କହିଦିଏ। ତା ପୂର୍ବରୁ ଫ୍ରେଣ୍ଡ ଯଦି ଆପଣଙ୍କ ପାଖରେ ଘରେ ମଟନର ମସଲା ଅଛି ନିହାତି ଭାବରେ ଆଡ୍ କରନ୍ତୁ। ଯଦି ଫ୍ରେଣ୍ଡ ମଟନ ମସଲା ନାହିଁ ତ ଆପଣ ଫ୍ରେଣ୍ଡ ଏଇଠି ସ୍କିପ୍ ମଧ୍ୟ କରିପାରିବେ, କାହିଁକି ନା ଫ୍ରେଣ୍ଡ ଆମେ ଏମିତି ଜିନିଷ ପକେଇଛେ ଏଇଠି ଯୋଉଟା ଫ୍ରେଣ୍ଡ ଆପଣ କୌଣସି ମସଲା ନ ପକେଇଲେ ବି ବହୁତ ବଢିଆ ସେ ବାସ୍ନା ହବ। ତେଣୁ କରି ଫ୍ରେଣ୍ଡ ମସଲା ପକେଇବା ପାଇଁ ଦରକାର ନାହିଁ। ଯଦି ନାହିଁ ମସଲା ମଟନର ତାହେଲେ ସ୍କିପ୍ ମଧ୍ୟ କରିଦିଅନ୍ତୁ, ଯଦି ଅଛି ପକେଇବା ପାଇଁ ଚାହୁଁଛନ୍ତି ତ ପକାନ୍ତୁ। ଏଇଠି ଫ୍ରେଣ୍ଡ ମୁଁ ଅଧ କପ୍ ପାଣି ନେଇଯାଇଛି, ଯୋଉଥିରେ ମୁଁ ଏଇଠି ବାଟା ରଖିଥିଲି ଅଦା ରସୁଣ ବଟା, ସେଇଥିରୁ ଫ୍ରେଣ୍ଡ ମୁଁ ଏଇଠି ଟିକେ ପାଣି ମିଶେଇ ଦେଇକି ଏଇଠି ପାଣି ନେଇଯାଇଛି। ପାଣି ଦେଇକି ଫ୍ରେଣ୍ଡ ବହୁତ ବଢିଆ ସେ ମସଲାଟାକୁ କଷିଦବା। ଫ୍ରେଣ୍ଡ ଏଠି ପାଣି ଦବା ଦ୍ୱାରା ହେଇଥାଏ କଣ, ମସଲାଟା ତ ବହୁତ ହି କମ ଟାଇମ ରେ ସିଝି ଯାଇଥାଏ, ତା ସହିତ ଫ୍ରେଣ୍ଡ ମସଲାଟା ଆମର ଫୁଲିକି ଡବଲ ମଧ୍ୟ ହେଇଯାଇଥାଏ। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ କେତିକି ମସଲା ଥିଲା ଆଉ ବହୁତ ବଢିଆ ଭାବରେ କଷିଲା ପରେ ଆମର ମସଲା ଦୁଇ ଗୁଣ ହେଇଯାଇଛି। ମସଲାରୁ ଫ୍ରେଣ୍ଡ ଆମର ତେଲ ବି ବାହାରି ଯାଇଛି, ତା ମାନେ ଫ୍ରେଣ୍ଡ ଆମର ମସଲାଟି ବହୁତ ବଢିଆ ସେ କଷି ହେଇଗଲାଣି। ଠିକ ଫ୍ରେଣ୍ଡ ଏଇ ଷ୍ଟେଜରେ ଆମକୁ ପକେଇ ଦବାର ଅଛି ଏଠି ମଟନ। ଫ୍ରେଣ୍ଡ ଆପଣ ଆପଣଙ୍କ କ୍ୱାଣ୍ଟିଟି କେତେ ହିସାବରେ ବଢେଇ ପାରିବେ କମେଇ ପାରିବେ ମଟନ, ସେଇ ହିସାବରେ ଫ୍ରେଣ୍ଡ ମସଲା ମଧ୍ୟ ନେଇପାରିବେ। ଆଉ ଧ୍ୟାନ ଦେବେ ଫ୍ରେଣ୍ଡ, ଯଦି ଆପଣ ଚର୍ବି ଦଉଛନ୍ତି ତ ତରକାରୀଟା ଆପଣଙ୍କର ବହୁତ ବଢିଆ ଟେଷ୍ଟ ଲାଗି ଦୁଇ ଗୁଣ ଆସି ଯାଇଥାଏ। ଏପରି ଭାବରେ ଫ୍ରେଣ୍ଡ ମୁଁ ୱାଶ କରିଦେଇଥିଲି, ଗୋଟିଏ ଥର ଏଇଠି ଧୋଇ ଦେଇଥିଲି ମଟନକୁ। କିନ୍ତୁ ଫ୍ରେଣ୍ଡ ଆଉ ଗୋଟେ ଜିନିଷ କହି ରଖିବା ପାଇଁ ଚାହୁଁଛି, ଆପଣ ମଟନ ଯେତେବେଳେ ଖାଆନ୍ତି ଦୋକାନରେ ମାନେ ରେଷ୍ଟୁରାଣ୍ଟ କିମ୍ବା ଢାବାରେ କିମ୍ବା ଭୋଜିରେ, ସେଇଠି ଗୋଟେ ଏମିତି ଜିନିଷ ହେଇଥାଏ ଯୋଉଟା କି ଫ୍ରେଣ୍ଡ ଆପଣଙ୍କର ମଟନର ଟେଷ୍ଟ ଦୁଇ ଗୁଣ କରିଥାଏ। ସେଇଟା ହଉଛି ଫ୍ରେଣ୍ଡ ସେମାନେ ମଟନକୁ ଧୁଅନ୍ତି ନାହିଁ। ଯଦି ଫ୍ରେଣ୍ଡ ଆପଣ ଏହିପରି ଭାବରେ କରିବେ, ମଟନକୁ ନ ଧୋଇକି ରାନ୍ଧିବେ, ତ ମଟନର ବାସ୍ନା ଆଉ ଟେଷ୍ଟ ଫ୍ରେଣ୍ଡ ଆହୁରି ଦୁଇ ଗୁଣା ହେଇଯିବ। ତେଣୁକରି ଫ୍ରେଣ୍ଡ ଯଦି ଆପଣ ଚେଷ୍ଟା କରିବା ପାଇଁ ଚାହୁଁଛନ୍ତି ତ ଥରେ କେବେ ଆପଣ ମଟନ ନ ଧୋଇକି ରାନ୍ଧନ୍ତୁ, ବହୁତ ବଢିଆ ଭାବରେ ତାର ଟେଷ୍ଟ ଦୁଇ ଗୁଣା ହେଇଯାଇଥାଏ, ଖାଇବାରେ ଫ୍ରେଣ୍ଡ ମଜା ଆସି ଯାଇଥାଏ। ଏଇ ଟ୍ରିକ୍ ଟା କାହାକୁ ପତା ଥିଲା କି ନାହିଁ ମତେ ନିହାତି ଭାବରେ କହିବେ। ଏଇ ଟିପ୍ସ ଟା କିଏ ଜାଣିଥିଲେ କି ନାହିଁ ମତେ ନିହାତି ଭାବରେ ଫ୍ରେଣ୍ଡ ସେୟାର କରିବେ। ତା ପୂର୍ବରୁ ଫ୍ରେଣ୍ଡ କହି ରଖିବା ପାଇଁ ଚାହୁଁଛି, ଯଦି ଆପଣ ଏଠି ଗୋଟା ମସଲା ଖୋଜୁଛନ୍ତି, ଗୋଟା ମସଲା ଆପଣଙ୍କୁ ସବୁ ମିଳୁନି, ଆଉ ଆପଣ ବହୁତ ହି କମ ଟଙ୍କାରେ ମାନେ 5 ରୁ 10 ଟଙ୍କାରେ ସବୁତକ ମସଲା ପାଇବା ପାଇଁ ଚାହୁଁଛନ୍ତି, ତ ଆପଣଙ୍କୁ କରିବାର କଣ ଅଛି, ଗୋଟି ଗୋଟି କରି ମସଲା କିଣନ୍ତୁ ନାହିଁ, ଆପଣଙ୍କୁ ଡାଇରେକ୍ଟ ଦୋକାନକୁ ଯାଇକି କିମ୍ବା ଗ୍ରୋସରୀ ଷ୍ଟୋରକୁ ଯାଇକି ତାଙ୍କୁ ହିଁ ମାଗିଦେବେ ବିରିୟାନୀର ଗୋଟା ମସଲା। 5 ରୁ 10 ଟଙ୍କା ନବ, ସବୁତକ ୟା ଭିତରେ ଆସିବ ବାହାରି, ଯୋଉଟା କି ଆପଣ ବାର ବାର 2 ରୁ 3 ଥର ମଟନ କରିବାରେ ଆପଣ ୟୁଜ କରିପାରିବେ। ଦେଖିପାରୁଥିବେ ଫ୍ରେଣ୍ଡ କଥାରେ କଥାରେ ମଟନଟାକୁ ବହୁତ ବଢିଆ ଭାବରେ ମୁଁ କଷି ଦେଇଛି, ଘୋଡେଇକି ମଧ୍ୟ ଫ୍ରେଣ୍ଡ ବହୁତ ହି ବଢିଆ ସେ କଷି ଦେଇଛି। ଫ୍ରେଣ୍ଡ ଏଇଠି ମୁଁ ଆପଣଙ୍କୁ ଦେଖୁଛି କଡେଇରେ ବନେଇକି, ଆପଣ ଯଦି ଚାହିଁବେ ଫ୍ରେଣ୍ଡ ଏଇଟାକୁ ପ୍ରେସର କୁକରରେ ମଧ୍ୟ କରିପାରିବେ, ବହୁତ ହି କମ ଟାଇମରେ ଇଏ ପ୍ରେସର କୁକରରେ ହେଇଯାଇଥାଏ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ବହୁତ ହି ଭଲସେ ମୁଁ ୟାକୁ ଏଇପରି ଭାବରେ ଟିକେ ମଟନଟାକୁ କଷି ଦଉଛି। କଷିବେ ଫ୍ରେଣ୍ଡ, ଯେତେ କଷିବେ ସେତେ ଟେଷ୍ଟ ଲାଗିବ, ସେତେ ବାସ୍ନା ଆସିବ, ଖାଇବାରେ ମଧ୍ୟ ମଜା ଆସିଯିବ। ଯେତେ କଷିବେ ଫ୍ରେଣ୍ଡ ସେତିକି ମସଲା ଆପଣଙ୍କ ମଟନ ଭିତରେ ଅବଜର୍ଭ କରିବ, ଆଉ ଖାଇବାରେ ଫ୍ରେଣ୍ଡ ଅଧିକ ଟେଷ୍ଟ ଲାଗିବ। ଦେଖିପାରୁଥିବେ ଫ୍ରେଣ୍ଡ କଥାରେ କଥାରେ ବହୁତ ହି ବଢିଆ ସେ ଆମର ମଟନଟି ଫ୍ରେଣ୍ଡ କଷି ହେଇଗଲାଣି। ଠିକ ଏଇ ଷ୍ଟେଜରେ ଆପଣଙ୍କୁ କରିବାର ଅଛି କଣ, ବେଶୀ କିଛି ନାହିଁ ଫ୍ରେଣ୍ଡ, ଆପଣଙ୍କୁ ଏଇ ଷ୍ଟେଜରେ ପ୍ରଥମେ ଦେଖିବାର ଅଛି ମଟନଟି ଆମର କେତେ ପରିମାଣରେ ସିଝିଲାଣି, ମାନେ କେତେ ପରିମାଣରେ କଷି ହେଇଗଲାଣି। ଆପଣ ଦେଖିପାରିବେ ଫ୍ରେଣ୍ଡ ମଟନର ଚାରିପଟେ ମସଲା, ତା ସହିତ ଫ୍ରେଣ୍ଡ ଭିତରକୁ ବି ମଧ୍ୟ ମସଲା ପଶିଯିବାର ଆପଣଙ୍କୁ ଏଇଠି ଦେଖାଯିବ। ସେଇ ଷ୍ଟେଜରେ ଫ୍ରେଣ୍ଡ ଆପଣଙ୍କୁ ମଟନକୁ ଥୋଇ ଦିଅନ୍ତୁ, ଆଗ ପ୍ରୋସେସିଂକୁ ବଢନ୍ତୁ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ହି ବଢିଆ ସେ ଆମର ମଟନରୁ ପୁରା ତେଲ ବାହାରି ଯାଇଛି। ଏଇ ଷ୍ଟେଜରେ ଫ୍ରେଣ୍ଡ ଆପଣଙ୍କୁ ଆଗକୁ ବଢିବାକୁ ହବ, ଗରମ ପାଣି ଦବାକୁ ହବ। ଏଇଠି ଫ୍ରେଣ୍ଡ ଧ୍ୟାନ ଦେବେ, ଆଦୌ ଥଣ୍ଡା ପାଣି ଦେବେନି, ଯଦି ପାରିବେ ଫ୍ରେଣ୍ଡ ରୁମ ଟେମ୍ପରେଚର ପାଣି ଦେବେ, କିନ୍ତୁ ଯଦି ଅଧିକ ବେଟର ହବ ଆପଣ ଯଦି ଏଇଠି ଗରମ ପାଣି ଦଉଛନ୍ତି। ଏଇଠି ଫ୍ରେଣ୍ଡ ମୁଁ ପାଣି ନେଇଛି ସେତିକି, ଯେତିକି ମୁଁ ଏଇଠି ଗ୍ରେଭି ରଖିବି, ମାନେ ଯେତିକି ମୁଁ ଏଇଠି ଝୋଳ ରଖିବି। ଫ୍ରେଣ୍ଡ ଯଦି ଆପଣ କଡେଇରେ ବନଉଛନ୍ତି ତ ଧ୍ୟାନ ଦେବେ ଫ୍ରେଣ୍ଡ, ଆପଣଙ୍କୁ ଟିକେ ଅଧିକ ପାଣି ଲାଗିଥାଏ। ଯଦି ଫ୍ରେଣ୍ଡ ଆପଣ ଏଇଠି ପ୍ରେସର କୁକରରେ ବନଉଛନ୍ତି ତ ଆପଣଙ୍କୁ ଫ୍ରେଣ୍ଡ ଏଇଠି ଯେତିକି ମଟନ ସେତିକି ପାଣି ଦେଲେ ଆପଣ ଏଇଠି ଝୋଳ ପାଇପାରିବେ। ଯଦି ତାର ମଟନର ଅଧା ଯଦି ପାଣି ଦେବେ ତ ଫ୍ରେଣ୍ଡ ଆପଣ ଏଇଠି ଗୋଟେ ବଢିଆ କଷା ପାଇପାରିବେ। ସେ ଅନୁସାରେ ଫ୍ରେଣ୍ଡ ଆପଣ ଆପଣଙ୍କ ମୁତାବିକ ପାଣି ଦେବେ। ଏଇଠି ଫ୍ରେଣ୍ଡ ପାଣି ଦେଇକି ଘୋଡେଇକି ରଖିଦେବା ବହୁତ ହି ବଢିଆ ସେ। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ମୁଁ ଏଇଠି ଘୋଡେଇକି ରଖିଦେଇଥିଲି, ଆଉ ମଟନଟି ଆମର ବହୁତ ହି ଭଲସେ ଫ୍ରେଣ୍ଡ ସିଝି ଗଲାଣି, ଏଇଠି ଆପଣଙ୍କ ସାମ୍ନାରେ ଦେଖାଉଛି। ତା ପୂର୍ବରୁ ଫ୍ରେଣ୍ଡ ମୁଁ କହି ରଖୁଛି, ଯଦି ଆପଣ ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି ଜଲ୍ଦି ଯାଆନ୍ତୁ ଫ୍ରେଣ୍ଡ ଏହିପରି ଭାବରେ ନୂଆ ନୂଆ ଭିଡିଓରେ ଦେଖିବା ପାଇଁ ସବସ୍କ୍ରାଇବ କରିଦିଅନ୍ତୁ ସିକ୍ରେଟ ଫୁଡି ୱାନ୍ ଚ୍ୟାନେଲକୁ। ଆଉ ଯଦି ବେଲ ନୋଟିଫିକେସନ ଅନ୍ କରିନାହାନ୍ତି ଜଲ୍ଦି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ, ଏହିପରି ଭାବରେ ନୂଆ ନୂଆ ଭିଡିଓ ଟିପ୍ସ ଟ୍ରିକ୍ ୱିଥ ଅନଲିମିଟେଡ ବୋନସ ପଏଣ୍ଟ ସହିତ
ସବୁ କିଛି ନୂତନ ଭିଡିଓ ଦେଖିବା ପାଇଁ। ये देखि पारुथिबे फ्रेंड मटन टी हमर बहुत ही बड़ा से सिझी गलानी आ पानी भी मध्य हमर बहुत ही कम माने पानी हमर मरि गलानी ठीक एई टाइम रे एई स्टेज रे फ्रेंड आपन को करिवार कोन अछि बारंबार आपन एठी चलेबे नाही किछि टाइम छाडी के आपन एठी चलेबे मु एठी फ्रेंड देखि पारुथिबे हमर एठी 50 to 60% कुक हो जाइए आउ मु एठी 15 ରୁ 20 मिनिट रखी देइछि फ्रेंड आउ एठी फ्रेंड देखि पारुथिबे हमर पूरा पूरी भाबरे मटन टी एठी बहुत बड़ा भाबरे कसी कि रेडी हो जाइए फ्रेंड आपन जदि चाहुचंदी आधा घंटा भीतर मटन बनिया पाए ताहले फ्रेंड आपन को एठी प्रेशर कुकर यूज करिबा पाए पड़िबो एठी देखि पारुथिले ना फ्रेंड बहुत ही मजेदार हमर मटन टी पूरा रेडी हो जाइए ना ना एपर्यंत भी रेडी हेइ आउ किछि गोटे जिंस अछि जोटा पकेबा द्वारा स्वाद आउ बास्ना दुई गुणा हो जीवो सेटा होची फ्रेंड आउ किछि नु आपन को रोसई घरे थिबा माने 2 टंका रु 3 टंका भितरे मिलुथिबा सेई जिनिस जो जिनिस टिके पकेले मटन रो बास्ना फ्रेंड दुई गुणा हो जाई थाए ता पूर्व फ्रेंड कहि रखुची जदि जिनिसटी आपन पाखे नाही तो आपन स्किप मध्य करि परिबे काहे कि ना फ्रेंड हमें इमिति मसला गोटा मसला देई जे बास्ना डबल ये देखि पारते फ्रेंड मु एबे पके देइथिले मीट मसला जोटा कि फ्रेंड आपन को घरे छदि निहा तो पकांदो नले फ्रेंड आपन मार्केट रु इजिली 2 ରୁ 5 टका देई के आनी परिबे बड़ पैकेट मध्य याको आनी परिबे एठी देखि पाउथिले ना फ्रेंड मु लास्ट रे दे देइथिले धनिया पत्र जदि अछि तो फ्रेंड निया देबरे पकांतु जदि नाही त आपन ताको फ्रेंड स्किप करि परिबे एमनी रे हमें गोटा मसला देइछि जोथिरे बास्ना दुई गुण हबो फ्रेंड एई मटन टी आपन जदि थरे बनेइबे घरे समस्त मागी खाइबे आ एते टेस्ट लागिवो एते स्वाद लागिवो जे घरे समस्त 2 बेला रु 6 बेला भात खाइबे आ एते स्वाद लागिवो आपन याको रुटी परोटा पूरी ता सहित फ्रेंड पखाळ कोन गरम रे तो आहुरी भी अधिक भिड़िबो देखि पाइले ना फ्रेंड मटन टी एबे पूरा रेडी हो जाइछि बस याको गरम मसला और धनिया पत्र पकेई देइकी मटन टाको बंद कर दियंतु एबे देखि पाउथे फ्रेंड कथारे कथारे मु हमर ए कड़े मटन टी हम एठी बंद कर देइछि देखि पाउथे फ्रेंड बहुत ही बड़ा से हमर ये मटन टी रेडी हो जाइछि फ्रेंड एतिकी स्टेज रे आपन को करिवार कोन अछि आपन याको छाडी दंतु बहुत ही बड़ा से ये 5 मिनिट पर घोड़ी की छाड़ी देले बहुत ही बढ़िया से ये बास्ना रही जिवो जदि इंस्टेंट बने इंस्टेंट खाइबे चाहउचंती तो बास्ना भी मध्य आहुरी दुई गुण आसीबो चलंतु फ्रेंड जीवा प्लेट पाखु सर्व करबा एठी देखि पारते फ्रेंड मु एठी नै जाजु गोटे प्लेट आपण आ सहित रुटी परोटा भात सब किछि खाइ परिबे आ एपर्यंत जदि सब्सक्राइब करनांती शेयर कर दियंतु आपण संग साथी माननकु सब्सक्राइब कर दियंतु आ जो मानकु मटन पसंद न कि जो माने भोजी परी मटन बनिया पे चाहंती तांको भी मते शेयर कर दियंतु ताकि से माने भी मते एही परिका जानि पारंतु ये देखि पाइले ना फ्रेंड बहुत ही बड़ा से हमर ये मटन टी पूरा रेडी हो जाइए रेस्टोरेंट ठू भोजी ठू भी अधिक हमर मटन रो टेस्ट दुई गुणा हो जाइए मो फ्रेंड आ रही पारुनी एते बास्ना एते महकुची जे टिके तो मु किछि खाइबी तो एटा फ्रेंड होची कि जोटा मोर फेवरेट पार्ट सोटा होची चर्बी तो याको फ्रेंड मु प्रथमे स्टार्ट करबी एते मजेदार एते मसालादार लागुची फ्रेंड जे आपण थरिए बनैबे तो बारंबार जानी पारिबे यार मजा ये देखि पाइले ना फ्रेंड बहुत ही बड़ा से हमर ये मटन रो चर्बीटा सिजाइछि सब फ्रेंड परफेक्ट सिजिछि निहाते आपरे फ्रेंड बनांतु खांतु केमिति लागुछि मते कमेंट माध्यम रे जणांतु नूतन वीडियो आपनको कोन दरकार आपण मते जणैबे फ्रेंड मटन ठु आरंभ करी मटन गोड़ पर्यंत मटन मुंड पर्यंत सब फ्रेंड एठी रेसिपी अपलोड अछि जदि देखि नांती चैनल को विजिट करंतु नहले सरी जाइथिया वीडियो पछर आपण देखि पारिबे पुणी देखाबो गोटे नेक्स्ट वीडियो रे बाय बाय टाटा।